ପଦାସାହି ନିକଟରେ ଡମ୍ପର ଗାଡ଼ିର ଡାଲା ବିଦ୍ୟୁତ ତାରରେ ଲାଗି ବିଦ୍ୟୁତ ତାର ଛିଣ୍ଡିଲା। ଉଭୟ ପାର୍ଶ୍ୱରେ ଗାଡ଼ିଗୁଡ଼ିକ ଅଟକି ରହିଲା। ରବିବାର ସମୟ ରାତ୍ର 8 ଘଣ୍ଟିକା। ଘୁଦଗିରି ସ୍ଥାନୀୟ ପରିଷଦ ଅନ୍ତର୍ଗତ ପଦାସାହି ନିକଟ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଗୋଟିଏ ଡମ୍ପର ଗାଡ଼ି ବାଲି ଅନଲୋଡ୍ କରୁଥିବା ବେଳେ ଗାଡ଼ିର ଡାଲା ବିଦ୍ୟୁତ ତାରରେ ଲାଗି ବିଦ୍ୟୁତ ତାର ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଛି ଓ ଅନ୍ୟ ତାର ରାସ୍ତା ମଝିରେ ଓହଳି ପଡ଼ିଥିଲା। ଯେମିତି ବଡ଼ ଗାଡ଼ି ଯାତାୟାତ କରିପାରିବା ସମ୍ଭବ ନଥିଲା ଓ ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ିଗୁଡ଼ିକ ଅଟକିଥିଲା। ବହୁତ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ଡମ୍ପର ଗାଡ଼ି। ସ୍ଥାନୀୟ ଲୋକେ ତୁରନ୍ତ ଏକତ୍ରିତ ହୋଇ ଗାଡ଼ିଗୁଡ଼ିକ ନ ଯିବା ପାଇଁ ସଚେତନତା କରୁଥିଲେ। ପରେ ତୁରନ୍ତ ବିଦ୍ୟୁତ ବିଭାଗକୁ ଖବର ଦିଆଯାଇଥିଲା ଓ ବିଦ୍ୟୁତ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଓହଳି ପଡ଼ିଥିବା ରାସ୍ତା ଅବରୋଧ କରିଥିବା ବିଦ୍ୟୁତ ତାରକୁ ସଜାଡ଼ିଥିଲେ। ଦୀର୍ଘ 2 ଘଣ୍ଟାରୁ ଅଧିକ ସମୟ ରାସ୍ତା ଅବରୋଧ ହୋଇଥିଲା ଓ ପରେ ଏହା ସଜାଡ଼ିବାରୁ ସ୍ୱାଭାବିକ ହୋଇଥିଲା।